ନମସ୍କାର। ଆଲେକଜାଣ୍ଡାରର ଫେରିଯିବାର 20 ବର୍ଷ ପରେ ଆଲେକଜାଣ୍ଡାରଙ୍କର ସେନାପତି ସେଲ୍ୟୁକସ୍ ଭାରତ ଆକ୍ରମଣ କରିଥିଲେ। ଏହି ସମୟରେ ଭାରତର ରାଜା ଥିଲେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ତାଙ୍କର ମହାମନ୍ତ୍ରୀ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ଏହି ଯୁଦ୍ଧରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ବିଜୟ ହୋଇଥିଲା ଏବଂ ସେ ସେଲ୍ୟୁକସ୍କୁ ଏକ ସନ୍ଧିରେ ସ୍ୱାକ୍ଷର କରିବା ପାଇଁ ବାଧ୍ୟ କରିଥିଲେ। ସେ ସନ୍ଧିରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଆଚାର୍ଯ୍ୟ ଚାଣକ୍ୟ ଦୁଇଟି ସର୍ତ୍ତ ରଖିଥିଲେ। ଗୋଟେ ସର୍ତ୍ତ ହେଲା ଆମର ସେଲ୍ୟୁକସ୍ଙ୍କର ଝିଅ ହେଲେନାଙ୍କର ବିବାହ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହିତ ହେବ ଏବଂ ଦ୍ୱିତୀୟ ସର୍ତ୍ତଟି ଥିଲା ହେଲେନାଙ୍କର ଔରସରୁ ଜନ୍ମିତ ସନ୍ତାନକୁ ଭାରତବର୍ଷର ରାଜ ଅଧିକାର ମିଳିବ ନାହିଁ। ଚିନ୍ତା କରନ୍ତୁ, ଏଠାରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଏବଂ ଆଚାର୍ଯ୍ୟ ଚାଣକ୍ୟ କେତେ ଦୂରଦୃଷ୍ଟି ସମ୍ପନ୍ନ ଲୋକ ଥିଲେ। ସେ ପ୍ରଥମ ସର୍ତ୍ତ ଦ୍ୱାରା କ'ଣ କଲେ? ସେ ପ୍ରଥମ ସର୍ତ୍ତ ଦ୍ୱାରା ବର୍ତ୍ତମାନର ସମସ୍ୟାକୁ ସମାଧାନ କଲେ। ସେ ଦେଖିଲେ ଯେ କାଳେ ଆମର ସେଲ୍ୟୁକସ୍ ପୁଣି ଆଉ ଥରେ ସଂଗଠିତ ହୋଇକି ଭାରତବର୍ଷକୁ ପୁଣି ଆକ୍ରମଣ କରିବ। ସେଥିପାଇଁ ପ୍ରଥମ ସର୍ତ୍ତ ଦ୍ୱାରା ସେ ଏ ସମସ୍ୟାଟି ସମାଧାନ କଲେ। ଦ୍ୱିତୀୟ ସର୍ତ୍ତ ଦ୍ୱାରା ସେ କ'ଣ କଲେ? ଭବିଷ୍ୟତର କୌଣସି ସମସ୍ୟା ଆସିବ ସେଇଟାକୁ ସମାଧାନ କଲେ। କାରଣ ହେଲେନାଙ୍କର କୌଣସି ପୁତ୍ର ସେ ରହିକି ଭାରତବର୍ଷର ବିଭାଜନକୁ ଚେଷ୍ଟା କରିବ ଏବଂ ଭବିଷ୍ୟତରେ କୌଣସି ଅସୁବିଧା ସୃଷ୍ଟି କରିବ, ଭାରତକୁ ଏକତ୍ରିତ ହେବାକୁ ଦେବନି, ନିଜ ଅଧିକାର ସାବ୍ୟସ୍ତ କରିବ। ସେଥିପାଇଁ କି ସେ ଦ୍ୱିତୀୟ ସର୍ତ୍ତ ଦ୍ୱାରା ସେଇଟାକୁ ମଧ୍ୟ ତାକୁ ଏଡ଼େଇ ଦେଇଥିଲେ।